ଆସନ୍ତୁ ଆଜି ଏହି ଗଭୀର ବିଶ୍ଳେଷଣରେ ପ୍ରବେଶ କରିବା ଏବଂ ଏପରି ଏକ ସ୍ଥାପତ୍ୟ ବିଷୟରେ କଥା ହେବା ଯାହା ଗୋଟିଏ ହଜାରେ ବର୍ଷ ଧରି ତାଞ୍ଜାଭୁରର ସବୁଠାରୁ ଉଚ୍ଚ ଅଟ୍ଟାଳିକା ଭାବରେ ଗର୍ବର ସହ ଛିଡ଼ା ହୋଇଛି। ଆମେ କଥା ହେଉଛୁ ସେହି ପ୍ରସିଦ୍ଧ ବୃହଦୀଶ୍ୱର ମନ୍ଦିର ବିଷୟରେ। ସ୍ଥାନୀୟ ଲୋକେ ଏହାକୁ ଶ୍ରଦ୍ଧାରେ ପେରିୟାକୋଭିଲ୍ ବା ବଡ଼ ମନ୍ଦିର ବୋଲି କୁହନ୍ତି। ବିନା କୌଣସି ଆଧୁନିକ ମେସିନ୍ରେ ପ୍ରାଚୀନ କାରିଗରମାନେ ଏତେ ବିଶାଳ ସଂରଚନା କିପରି ତିଆରି କଲେ ତାହା ସତରେ ଏକ ମୁଣ୍ଡ ଖରାପ କରିଦେବା ଭଳି ରହସ୍ୟ। ତେବେ ଚାଲନ୍ତୁ ଆଜିର ଏହି ଅନୁସନ୍ଧାନରେ ସେହି ଅସମ୍ଭବ ଇଞ୍ଜିନିୟରିଂର ଗଭୀରତାକୁ ଯିବା ଏବଂ ବୁଝିବା ଯେ ଏହି ଅଦ୍ଭୁତ କାର୍ଯ୍ୟ କିପରି ସମ୍ଭବ ହେଲା। ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ନିର୍ମାଣର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ଶ୍ରୀ ବିମାନ ଟାୱାରର ଏକଦମ ଉପରେ ଥିବା ଏକ ବିଶାଳ ପଥର, ଯାହାକୁ କୁମ୍ଭମ୍ କୁହାଯାଏ। ଏହି କୁମ୍ଭମ୍ର ଓଜନ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ, ପାଖାପାଖି 80 ଟନ୍। ମାନେ ଭାବି ଦେଖନ୍ତୁ, ଏହା ପ୍ରାୟତଃ ଅସମ୍ଭବ ମନେ ହୁଏ। କେହି କେହି କୁହନ୍ତି ଏହା ଗୋଟିଏ ବିଶାଳ ପଥର, ଆଉ କେତେକଙ୍କ ମତରେ ଏହା କିଛି ପଥରକୁ ଯୋଡ଼ି ତିଆରି କରାଯାଇଥିବା ଏକ ଚମତ୍କାର ଜିଗ୍ସ ପଜଲ୍। କିନ୍ତୁ କଥା ହେଉଛି, କୌଣସି କ୍ରେନ୍ ବା ହେଲିକପ୍ଟର ବିନା ଏତେ ଓଜନିଆ ପଥରକୁ ମାଟିରୁ ସିଧା 200 ଫୁଟ ଉପରକୁ ନିଆଗଲା କିପରି, ଆଉ ଆଜି ବି ତାହା ସେହିଭଳି ନିଖୁଣ ଭାବରେ ସେଠାରେ ରହିଛି। ଏବେ ଏହି ଆଲୋଚନାକୁ ଆଗକୁ ନେବା ପୂର୍ବରୁ ଏହି ନାମର ଅର୍ଥ ବୁଝିବା ବହୁତ ଜରୁରୀ। ବୃହଦୀଶ୍ୱର, ଯାହାର ସିଧାସଳଖ ଅର୍ଥ ହେଉଛି ସମଗ୍ର ବ୍ରହ୍ମାଣ୍ଡର ପ୍ରଭୁ, କେବଳ ନାମରୁ ହିଁ ଜଣାପଡ଼ୁଛି ଯେ ଏହା ପଛରେ ଥିବା ସାମ୍ରାଜ୍ୟର ଅହଙ୍କାର, ପରିସର ଏବଂ ଉଚ୍ଚାକାଂକ୍ଷା କେତେ ବିଶାଳ ଥିଲା। ଏହି ସ୍ଥାନଟି ବର୍ତ୍ତମାନ ଏକ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ। ମାତ୍ର 7 ବର୍ଷର କଠିନ ପରିଶ୍ରମ ଭିତରେ ଏତେ ବଡ଼ ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସେହି ସମୟର ସମ୍ବଳ ଏବଂ ସାମର୍ଥ୍ୟର ପ୍ରକୃତ ପ୍ରମାଣ ଦିଏ। ଏହା ପ୍ରକୃତରେ ଅବିଶ୍ୱାସନୀୟ। ଏବେ ଆସନ୍ତୁ ଦେଖିବା ଆମର ପରବର୍ତ୍ତୀ ବିଭାଗ, ଏକ ସାମ୍ରାଜ୍ୟବାଦୀ ବିଜୟସ୍ତମ୍ଭ। ମନ୍ଦିରର ପ୍ରକୃତ ଉଦ୍ଦେଶ୍ୟ ବୁଝିବାକୁ ହେଲେ ଆମକୁ ପ୍ରଥମେ ନିର୍ମାତା ରାଜାରାଜା ଚୋଳଙ୍କ ବିଷୟରେ ଜାଣିବାକୁ ପଡ଼ିବ। ସେ ଯେଉଁ 47 ଏକର ବିଶାଳ ଜମି ଉପରେ ଏହାର ନିର୍ମାଣ କରାଇଥିଲେ, ତାହା କେବଳ ଏକ ମନ୍ଦିର ନଥିଲା, ବରଂ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଏକ ବିଶାଳ ବିଜୟସ୍ତମ୍ଭ ଥିଲା। ଆଉ ଏହି କଥାଟି ସ୍ଥାପତ୍ୟର ଏକ ଚମତ୍କାର ଦ୍ୱୈତ ପରିଚୟ ବା ଡୁଆଲ ଆଇଡେଣ୍ଟିଟିକୁ ବହୁତ ସୁନ୍ଦର ଭାବେ ଦର୍ଶାଉଛି। ଗୋଟିଏ ପଟେ ଏହା ହେଉଛି ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏକ ପବିତ୍ର ଧାର୍ମିକ ପୀଠ, କିନ୍ତୁ ଅନ୍ୟପଟେ ଏହା ରାଜା ଚୋଳଙ୍କର ଏକ ରାଜନୈତିକ ବିଜୟ ସ୍ମାରକୀ। ସେ ମୁଖ୍ୟତଃ ନିଜକୁ ଭଗବାନ ଶିବଙ୍କ ସହ ତୁଳନା କରୁଥିଲେ। ଶିବ ଯେପରି ସୃଷ୍ଟିର ବିନାଶ କରିପାରନ୍ତି, ଠିକ୍ ସେହିପରି ରାଜା ମଧ୍ୟ ଦକ୍ଷିଣର 3ଟି ବଡ଼ ସାମ୍ରାଜ୍ୟକୁ ଧ୍ୱଂସ କରିଛନ୍ତି। ନିଜର ଏହି କ୍ଷମତାକୁ ଲୋକମାନଙ୍କ ମନରେ ବସାଇବା ପାଇଁ ଏହା ଥିଲା ଏକ ମାଷ୍ଟର ଷ୍ଟ୍ରୋକ୍। ଆଉ ଯଦି ଆମେ ସେହି ସମୟର ଚୋଳ ସାମ୍ରାଜ୍ୟର ପ୍ରଭାବ କଥା ଚିନ୍ତା କରିବା, ତେବେ ତାହା କେବଳ ଆଶ୍ଚର୍ଯ୍ୟଜନକ ନୁହେଁ, ବରଂ ବିଶାଳ ଥିଲା। ସେମାନଙ୍କର ଏକ ଶକ୍ତିଶାଳୀ ନୌବାହିନୀ ଥିଲା, ଯାହା ସାହାଯ୍ୟରେ ସେମାନେ ଦକ୍ଷିଣ ଭାରତରୁ ବାହାରି ଶ୍ରୀଲଙ୍କା, ସୁମାତ୍ରା ଏବଂ ଏପରିକି ଭିଏତନାମ ଉପକୂଳ ପର୍ଯ୍ୟନ୍ତ ଆକ୍ରମଣ କରି ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ। ଏହିସବୁ ଅଭିଯାନରୁ ମିଳିଥିବା ବିପୁଳ ଧନସମ୍ପତ୍ତି ଏବଂ ସାମ୍ରାଜ୍ୟବାଦୀ ଅହଙ୍କାର ହିଁ ଏତେ ବଡ଼ ପ୍ରକଳ୍ପ ନିର୍ମାଣର ମୂଳ କାରଣ ଥିଲା। ବର୍ତ୍ତମାନ ଆସନ୍ତୁ ଆଲୋଚନା କରିବା ପର୍ବତ ସ୍ଥାନାନ୍ତର ଏବଂ ଏହାର ଯୋଗାଣ ବ୍ୟବସ୍ଥା ବିଷୟରେ। ଏହା ଏକ ଅବିଶ୍ୱାସନୀୟ ଲଜିଷ୍ଟିକାଲ ପଜଲ୍। କାହିଁକି ଜାଣନ୍ତି? କାରଣ ଏହି ସମ୍ପୂର୍ଣ୍ଣ ବିଶାଳ ସଂରଚନା କଠିନ ଗ୍ରାନାଇଟ୍ ପଥରରେ ତିଆରି ହୋଇଛି, କିନ୍ତୁ ମନ୍ଦିରର ଆଖପାଖ ଅଞ୍ଚଳରେ କେଉଁଠି ହେଲେ ବି ଗ୍ରାନାଇଟ୍ ଖଣି ନାହିଁ। ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ନିର୍ଦ୍ଦିଷ୍ଟ ସଂଖ୍ୟାଟି। ଅନୁମାନ କରାଯାଏ ଯେ ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ 1,30,000 ଟନ୍ କଠିନ ଗ୍ରାନାଇଟ୍ ଅଣାଯାଇଥିଲା। ଏହି ସଂଖ୍ୟାଟି ଶୁଣିଲେ ମୁଣ୍ଡ ଘୁରାଇ ଦିଏ। ଗବେଷକମାନଙ୍କ ମତରେ ଏହି ସବୁ ପଥର ପୁଦୁକୋଟ୍ଟାଇ ଅଞ୍ଚଳରୁ ଆସିଥିଲା। ଭାବି ଦେଖନ୍ତୁ, ସେତେବେଳେ ଏତେ ପରିମାଣର ପଥର କାଟିବା ଆଉ ତାକୁ ଏଠାରୁ ଆଣିବା କେତେ କଷ୍ଟକର କାମ ହୋଇଥିବ। ଏବେ ମୁଖ୍ୟ ପ୍ରଶ୍ନ ହେଉଛି, 100 କିଲୋମିଟରରୁ ଅଧିକା ଦୂରତାରୁ ଏହି ପଥରଗୁଡ଼ିକ ଏଠାକୁ ଆସିଲା କିପରି? ଏହାକୁ ନେଇ 2ଟି ମତ ଅଛି। କିଛି ଲୋକ କୁହନ୍ତି ଯେ ଏହାକୁ ସ୍ଥଳପଥରେ ପଶୁ ଏବଂ ମଣିଷଙ୍କ ସାହାଯ୍ୟରେ ଟାଣି ଟାଣି ଅଣାଯାଇଥିଲା, ଆଉ କେତେକ ଭାବନ୍ତି ଯେ କାବେରୀ ନଦୀରେ ବଡ଼ ବଡ଼ ଡଙ୍ଗା ମାଧ୍ୟମରେ ଏହାକୁ ପରିବହନ କରାଯାଇଥିଲା। ବିଶେଷକରି ମନ୍ଦିରର ପ୍ରବେଶଦ୍ୱାର ପାଖରେ ଥିବା 40 ଫୁଟ ଲମ୍ବର ଗୋଟିଏ ସିଙ୍ଗଲ ଗ୍ରାନାଇଟ୍ ବ୍ଲକ୍ ଦେଖିଲେ ଆଖି ତାରା ହୋଇଯାଏ। ବିନା କୌଣସି ଆଧୁନିକ ଟ୍ରକ୍ ବା କ୍ରେନ୍ରେ ଏତେ ବାଟ ଏହାକୁ ଆଣିବା ସତରେ ଆଜି ବି ଏକ ସମାଧାନ ହୋଇନଥିବା ଫରେନ୍ସିକ୍ ରହସ୍ୟ ହୋଇ ରହିଯାଇଛି। ଏବେ ଦେଖିବା ପରବର୍ତ୍ତୀ ବିଭାଗ, ଏକ ଫମ୍ପା ପିରାମିଡର ଇଞ୍ଜିନିୟରିଂ। ପରିବହନ କଥା ତ ଛାଡ଼ନ୍ତୁ, ଏହି 213 ଫୁଟ ଉଚ୍ଚର ଟାୱାରର ସ୍ଥାପତ୍ୟ ଆଜିର ଷ୍ଟ୍ରକ୍ଚରାଲ ଇଞ୍ଜିନିୟରମାନଙ୍କୁ ମଧ୍ୟ ଚକିତ କରିଦିଏ। ଏହାର ଡିଜାଇନ କୌଣସି ଯାଦୁଠାରୁ କମ୍ ନୁହେଁ। ଏହି ନିର୍ମାଣ ପ୍ରକ୍ରିୟାକୁ ଗୋଟିଏ ପରେ ଗୋଟିଏ ପଦକ୍ଷେପରେ ବୁଝିଲେ ଜଣାପଡ଼େ ଯେ ଏହା କେତେ ନିଖୁଣ।
ପ୍ରଥମତଃ ଏଥିରେ ଟିକିଏ ବି ସିମେଣ୍ଟ ବା ଅନ୍ୟ କୌଣସି ବାଇଣ୍ଡିଂ ମେଟେରିଆଲ ବ୍ୟବହାର କରାଯାଇ ନାହିଁ। ପ୍ରତ୍ୟେକ ପଥରକୁ ଏପରି କଟାଯାଇଛି ଯେ ସେଗୁଡ଼ିକ ପରସ୍ପର ସହ ଠିକ୍ ଖାପ ଖାଇ ଇଣ୍ଟରଲକ୍ ହୋଇ ରହିଛନ୍ତି। ଦ୍ୱିତୀୟତଃ, ଏହି ବିଶାଳ ଟାୱାରର ଭିତର ଅଂଶ ସମ୍ପୂର୍ଣ୍ଣ ଫମ୍ପା। ଭିତରେ କୌଣସି ସପୋର୍ଟିଂ ପିଲାର ବା ସ୍ତମ୍ଭ ହିଁ ନାହିଁ। ଆଉ ତୃତୀୟ ପଦକ୍ଷେପଟି ହେଲା ଶୀର୍ଷରେ ଥିବା ସେହି ବିଶାଳ କୁମ୍ଭମ୍। ନିଜର ଓଜନ ଏବଂ ମାଧ୍ୟାକର୍ଷଣ ଶକ୍ତି ବଳରେ ଏହି କ୍ୟାପଷ୍ଟୋନ୍ ସମ୍ପୂର୍ଣ୍ଣ ଟାୱାରକୁ ଏକାଠି ବାନ୍ଧି ଲକ୍ କରି ରଖିଛି। ଏହା କେବଳ ନିର୍ମାଣ ନୁହେଁ, ବରଂ ଜ୍ୟାମିତିର ଏକ ଚମତ୍କାର ଖେଳ। ଏକାଦଶ ଶତାବ୍ଦୀର କାରିଗରମାନଙ୍କର ଆଉ ଏକ ଅଦ୍ଭୁତ କଳା ହେଲା ଏହି ଆକ୍ସିଏଲ ଜ୍ୟାମିତି ବା ସିଧାରେଖାର ନିର୍ଭୁଲତା। ମନ୍ଦିର ପରିସରରେ ଥିବା ସେହି ବିଶାଳ ଏକକାଂଶ ନନ୍ଦୀମୂର୍ତ୍ତି, ମୁଖ୍ୟ ମଣ୍ଡପ ଏବଂ ଗର୍ଭଗୃହ ଏ ସବୁକିଛି ସମ୍ପୂର୍ଣ୍ଣ ଭାବରେ ଗୋଟିଏ ସିଧାରେଖାରେ ଅବସ୍ଥିତ। ବିନା କୌଣସି ଆଧୁନିକ ମାପଚୁପ ଉପକରଣରେ ଏତେ ବଡ଼ ପରିସରରେ ଏହିଭଳି ସଠିକତା ରକ୍ଷା କରିବା ସେମାନଙ୍କର ଉନ୍ନତ ଯୋଜନା ଓ ଦକ୍ଷତାର ପ୍ରମାଣ ଦିଏ। ସତରେ ଏହା ମାନିବାକୁ ପଡ଼ିବ। ଏବେ ଆମେ ପହଞ୍ଚିଗଲେଣି ଆଲୋଚନାର ଏକ ମୁଖ୍ୟ ବିନ୍ଦୁରେ, ଯାହା ହେଲା ଦି ଗ୍ରେଟ୍ ରାମ୍ପ ବିତର୍କ। ବର୍ତ୍ତମାନ ପୁଣି ସେହି 80 ଟନ୍ର ରହସ୍ୟ ପାଖକୁ ଫେରିବା। ସେହି ବିଶାଳ କ୍ୟାପଷ୍ଟୋନ୍କୁ ଏତେ ଉପରକୁ ନେଇ ସେଠାରେ ସ୍ଥାପନ କରାଗଲା କିପରି? ଆସନ୍ତୁ ଦେଖିବା। ଏହି ପ୍ରଶ୍ନର ସମାଧାନ ପାଇଁ ଗବେଷକମାନେ ନିରପେକ୍ଷ ଭାବରେ ଦୁଇଟି ମୁଖ୍ୟ ମତ ଆଗତ କରନ୍ତି। ଗୋଟିଏ ହେଉଛି ସିଧା ରାମ୍ପ ଥିଓରି। ଏହାର ଅର୍ଥ ପ୍ରାୟ 4 କିଲୋମିଟର ଲମ୍ବର ଏକ ବିଶାଳ ଢାଳୁ ରାସ୍ତା ତିଆରି କରାଯାଇଥିଲା ଏବଂ ହାତୀମାନଙ୍କୁ ଲଗାଇ ସେହି ଓଜନିଆ ପଥରକୁ ଉପରକୁ ଟଣାଯାଇଥିଲା। କିନ୍ତୁ ଅନ୍ୟପଟେ ଗୋଟିଏ ଗୋଲାକାର ରାମ୍ପ ଥିଓରି ମଧ୍ୟ ଅଛି। ଏହି ମତ ଅନୁଯାୟୀ ମନ୍ଦିରର ଟାୱାର ଚାରିପଟେ ଘୁରି ଘୁରି ଯାଇଥିବା ଏକ ରାମ୍ପ ତିଆରି କରାଯାଇଥିଲା, ଆଉ କାଠ ଗୁଣ୍ଡି ଉପରେ ପଥର ରଖି ମଣିଷମାନଙ୍କ ଦ୍ୱାରା ତାକୁ ଉପରକୁ ନିଆଯାଇଥିଲା। ଗୋଟିଏ ପଦ୍ଧତିରେ ବହୁତ ବଡ଼ ଜାଗା ଦରକାର, ଆଉ ଅନ୍ୟଟିରେ ସ୍ଥାନର ବହୁତ ବୁଦ୍ଧିମାନର ସହ ବ୍ୟବହାର ହୋଇଛି। କିନ୍ତୁ ସତ କଥା ହେଉଛି, ପଦ୍ଧତି ଯାହା ବି ହେଉନା କାହିଁକି, ସେ 80 ଟନ୍ର ପଥର ଆଜି ବି ଆମକୁ ଆଶ୍ଚର୍ଯ୍ୟ କରିବା ପାଇଁ ସେଠାରେ ଉପସ୍ଥିତ ଅଛି। ଆମର ଶେଷ ବିଭାଗ ହେଉଛି ପୌରାଣିକ କାହାଣୀ ଏବଂ ଅବ୍ୟାଖ୍ୟାମୟ ମୂର୍ତ୍ତି। ଐତିହାସିକ ରେକର୍ଡର ଅଭାବ ଏବଂ ଏତେ ବଡ଼ ଆକାର ସ୍ୱାଭାବିକ ଭାବେ ଅନେକ କିମ୍ବଦନ୍ତୀକୁ ଜନ୍ମ ଦେଇଛି। ଯେତେବେଳେ କୌଣସି ଜିନିଷକୁ ସହଜରେ ବୁଝିହୁଏ ନାହିଁ, ସେତେବେଳେ କାହାଣୀର ସୃଷ୍ଟି ହୁଏ। ଏହି ମନ୍ଦିରକୁ ନେଇ କିଛି ଏପରି କିମ୍ବଦନ୍ତୀ ଅଛି ଯାହା ଲୋକଙ୍କ ମୁହଁରୁ ମୁହଁକୁ ବ୍ୟାପିଛି। ଉଦାହରଣ ସ୍ୱରୂପ, କିଛି ଲୋକ ଦୃଢ଼ ଭାବରେ ବିଶ୍ୱାସ କରନ୍ତି ଯେ ଦିନର କୌଣସି ବି ସମୟରେ ଏହି ବିଶାଳ ଟାୱାରର ଛାଇ ମାଟି ଉପରେ ଜମାରୁ ବି ପଡ଼େ ନାହିଁ। ଏହାଛଡ଼ା ମନ୍ଦିର ତଳେ ମାଇଲ ମାଇଲ ପର୍ଯ୍ୟନ୍ତ ବ୍ୟାପିଥିବା ଅଦୃଶ୍ୟ ଗୁପ୍ତ ସୁଡ଼ଙ୍ଗ ଏବଂ କୋଠରୀ ଥିବାର ମଧ୍ୟ ଚର୍ଚ୍ଚା ହୁଏ। ଯଦିଓ ଏହି କଥାଗୁଡ଼ିକର କୌଣସି ପ୍ରମାଣ ନାହିଁ ଏବଂ ଏଗୁଡ଼ିକ କେବଳ ସ୍ଥାନୀୟ ଲୋକକଥାର ଅତିରଞ୍ଜିତ ରୂପ, ତଥାପି ଏହା ପ୍ରମାଣ କରେ ଯେ ଏହି ବିଶାଳ ସ୍ଥାପତ୍ୟ ଲୋକଙ୍କ ମନରେ କେତେ ଗଭୀର ପ୍ରଭାବ ପକାଇଛି ଏବଂ ଆଜି ବି କେତେ ରହସ୍ୟମୟ ଲାଗୁଛି। ଏହି ଆଲୋଚନା ଶେଷ କରିବା ପୂର୍ବରୁ ଗୋଟେ ପ୍ରକୃତ ରହସ୍ୟ ଉପରେ ଟିକେ ନଜର ପକାଇବା। ମନ୍ଦିରର ଉତ୍ତର ପାର୍ଶ୍ୱରେ ଥିବା କାନ୍ଥରେ ବହୁତ ଉପରକୁ ଏକ ମୂର୍ତ୍ତି ଖୋଦିତ ହୋଇଛି, ଯାହା ସମସ୍ତଙ୍କୁ ଚକିତ କରେ। ଏହି ବ୍ୟକ୍ତି ଜଣକ ଦେଖିବାକୁ ପୂରାପୂରି ଜଣେ ୟୁରୋପୀୟ ଭଳି ଲାଗୁଛନ୍ତି। ତୀକ୍ଷ୍ଣ ମୁଖମଣ୍ଡଳ ଏବଂ ମୁଣ୍ଡରେ ଗୋଟିଏ ଟୋପି। କିନ୍ତୁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ଯେ ଭାରତକୁ ପ୍ରଥମ ୟୁରୋପୀୟମାନେ ଆସିବାର ଶହ ଶହ ବର୍ଷ ପୂର୍ବରୁ ଏହି ମନ୍ଦିର ତିଆରି ହୋଇଥିଲା। ତେବେ ଏହି ବ୍ୟକ୍ତି ଜଣକ କିଏ ଥିଲେ, ଆଉ ସେଠାରେ ସେ କାହିଁକି ଅଛନ୍ତି? ତାଙ୍କର ଉପସ୍ଥିତି ଏବେ ବି ଅସମାହିତ ହୋଇ ରହିଛି। ସେ ଯେମିତି କାନ୍ଥ ଉପରୁ ଚୁପଚାପ ବସି ବୃହଦୀଶ୍ୱର ମନ୍ଦିରର ସମସ୍ତ ଗଭୀର ରହସ୍ୟକୁ ଜଗି ରହିଛନ୍ତି। ତେବେ ମନରେ ପ୍ରଶ୍ନ ଉଠେ ନାହିଁ କି ଏହି 1000 ବର୍ଷ ପୁରୁଣା ପଥରଗୁଡ଼ିକ ଆଉ କେଉଁ ସବୁ ଅକୁହା କାହାଣୀ ନିଜ ଭିତରେ ଲୁଚାଇ ରଖିଛନ୍ତି?